ଶାସ୍ତ୍ରରେ ଅଛି ମୂର୍ତ୍ତ ଶରୀରକୁ ସ୍ପର୍ଶ କଲେ ମଣିଷକୁ ସ୍ନାନ କରିବାକୁ ପଡ଼ିଥାଏ। କିନ୍ତୁ ସେଇ ମୂର୍ଖ ମଣିଷ ପଶୁମାନଙ୍କର ମୃତ ଶରୀରକୁ ଖାଦ୍ୟ ରୂପେ କେମିତି ଗ୍ରହଣ କରିପାରେ କେଜାଣେ ମୁଁ ଜାଣିପାରୁନି ପ୍ରଭୁ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ଫେବୃଆରୀ ମାସ 21 ତାରିଖ, ଓଡ଼ିଆ ଫାଲ୍ଗୁନ ମାସ 9 ଦିନ, ଶନିବାର, ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି, ଯାହା ଦିବା 12:37 ପର୍ଯ୍ୟନ୍ତ ରହୁଛି। ତାପରେ ପଞ୍ଚମୀ ତିଥି ଆରମ୍ଭ ହେଉଛି। ଆଜି ରେବତୀ ନକ୍ଷତ୍ର, ଯାହା ସନ୍ଧ୍ୟା 6:45 ପର୍ଯ୍ୟନ୍ତ ରହୁଛି। ତାପରେ ଅଶ୍ୱିନୀ ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମୀନ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ସନ୍ଧ୍ୟା 6:45 ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର ମେଷ ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:14 ସେଇଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:43। ଆଜି ଯୁଗ୍ନି ରହିଛି ନୈଋତ୍ୟ କୋଣେ, ଦିବା 12:37 ପରେ ଯୁଗ୍ନି ଦକ୍ଷିଣ ଦିଗେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ଧନୁ ରାଶି ବ୍ୟକ୍ତିଙ୍କର, ଯାହା ସନ୍ଧ୍ୟା 6:45 ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର ରହିଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ବୃଷ ରାଶି ବ୍ୟକ୍ତି, ସିଂହ ରାଶି ବ୍ୟକ୍ତି ଏବଂ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର 1 ପାଦ ପୁଷ୍କର ଦୋଷ। ଫଳ ରହୁଛି କୃଷି ସନ୍ତାନ ହାନି। ଆଜି ଚତୁର୍ଥୀ ଏବଂ ପଞ୍ଚମୀରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି ମୂଳା ତତ୍ସହିତ ବେଲ ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ କରିପାରିବେ, ଯାହାକି 27 ନକ୍ଷତ୍ର ଶେଷ ପାଦ ଏବଂ 1 ନକ୍ଷତ୍ର ପ୍ରଥମ ପାଦ ଗଣ୍ଡ ଯୋଗୁଁ ରାତ୍ରି 12:24 ଠାରୁ ରାତ୍ରି ଶେଷ ମଧ୍ୟ 1 ନକ୍ଷତ୍ର ପାରସ୍କର ମତେ ବିବାହ ପାଣି ଗ୍ରହଣ କରିପାରିବେ। ଆଜିର ଅଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:48 ମଧ୍ୟ ରହିଛି କାଳ ବେଳା। ସେଇଭଳି ପୁଣି ଯାହାକି ଅପରାହ୍ନ 5:13 ଅପରାହ୍ନ 5:43 ମଧ୍ୟ ରହିଛି, ଯାହାକି କାଳ ବେଳା। ସେହିଭଳି ଦିବା 9:04 ଦିବା 10:32 ମଧ୍ୟ ରହିଛି ରାହୁ କାଳ। ସେହିଭଳି ଦିବା 2:04 ଦିବା 3:41 ମଧ୍ୟ ରହିଛି ବାର ବେଳା। ସେହିଭଳି ସନ୍ଧ୍ୟାରୁ ରାତ୍ରି 7:17 ମଧ୍ୟ ରହିଛି କାଳରାତ୍ରି। ସେହିଭଳି ପୁଣି ରାତ୍ରି 3:36 ଶେଷ ରାତ୍ରି 6:12 ମଧ୍ୟ ରହିଛି କାଳରାତ୍ରି। ତେଣୁ କାଳରାତ୍ରି, ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 10:32 ଦିବା 1:26 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 12:08 ରାତ୍ରି 1:43 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟ ଗୁଡ଼ିକୁ ଆପଣଙ୍କୁ ସ୍ଥିରତା ରଖି କାର୍ଯ୍ୟ କରନ୍ତୁ। କୌଣସି କାର୍ଯ୍ୟ ଅସ୍ଥିର ଅଧୈର୍ଯ୍ୟ ହୋଇ ନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମେଷ ରାଶି ବ୍ୟକ୍ତି ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମେଷ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ଗୁଡ଼ିକୁ ଆପଣଙ୍କୁ କିଛି ମାତ୍ରାରେ ଅସ୍ଥିରତା କରିପାରେ, କିନ୍ତୁ ଆପଣଙ୍କର ବୁଦ୍ଧି ଯୋଗୁଁ ସମସ୍ତ କାର୍ଯ୍ୟ କ୍ଷଣ ସମୟରେ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ଆଜି ମେଷ ରାଶି ବ୍ୟକ୍ତି ଯେଉଁମାନେ ଚାକିରି ସମ୍ବନ୍ଧରେ ଜଡ଼ିତ ଅଛନ୍ତି, କାର୍ଯ୍ୟ ଗୁଡ଼ିକୁ ନିଶ୍ଚିତ ଆପଣଙ୍କୁ ଉତ୍ସାହ ସହକାରେ କରିବାର କ୍ଷମତା ଆପଣଙ୍କ ପାଖରେ ରହିଛି। ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ଅନ୍ୟମାନେ ଆପଣଙ୍କୁ ପ୍ରଶଂସା କରିପାରନ୍ତି। ତେବେ ଆଜି ମେଷ ରାଶି ବ୍ୟକ୍ତି ଯାହାକି ଏ ରାଜନୈତିକ ସାମାଜିକ କ୍ଷେତ୍ରରେ କିଛି ବିରୁଦ୍ଧାଭାସ ଆସିପାରେ, ତାକୁ ବେଖାତିର କରି ଆପଣ ନିଜର କାର୍ଯ୍ୟ ପରିଚାଳନ୍ତୁ, ଦେଖିବେ ଆପଣ ସଫଳତା ପାଇବେ। ତେବେ ମେଷ ରାଶି ବ୍ୟକ୍ତି ଆଜି ଯେଉଁମାନେ ପ୍ରେମ ଦୁନିଆରେ ଜଡ଼ିତ ଅଛନ୍ତି,
ନିଜର ମଧୁର ବାର୍ତ୍ତାଳାପ ପାଇଁ ଆଦୌ ଭଲ ଦିନ ହୋଇ ନପାରେ। ନିଜ ଭିତରେ ମତଭେଦ ଅଧିକ ଦେଖା ଦେଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି, ଯାହାକି ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ଆଜି ମେଷ ରାଶି ବ୍ୟକ୍ତି ବନ୍ଧୁ ବର୍ଗ, ପରିବାର ବର୍ଗ ଜନଙ୍କ ସହିତ କିଛି ମନାନ୍ତର ଯୁଗ ରହୁଛି, ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ମେଷ ରାଶି ବ୍ୟକ୍ତି ଯାହାକି ଅର୍ଥଜନିତ କାରବାରରେ ଆପଣ ଆଶା ଅନୁଯାୟୀ ନିଶ୍ଚିତ ଲାଭବାନ ହବ, ଯାହାକି ଭାଗ୍ୟ ଆପଣଙ୍କର ସାଥ ରହୁଛି। ତେବେ ଆଜି ଯାହାକି ଆପଣ ଯଦି ଜମି ଜମା ମାମଲା କିଛି ଥିବ ବିଚାରାଧୀନ, ସେ ଯାହାକି ସଫଳତା ଅର୍ଥାତ୍ ଆପଣଙ୍କ ସପକ୍ଷରେ ବିଚାରାଧୀନ ବ୍ୟବସ୍ଥାଟି ଯିବ। ତତ୍ସହିତ ଆଜି ଯାହାକି ମେଷ ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ, ଯାହାକି ଆପଣଙ୍କର କାର୍ଯ୍ୟ ସିଦ୍ଧି ଯୋଗ ରହୁଛି। ତେବେ ଆଜି ମେଷ ରାଶି ବ୍ୟକ୍ତି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଅନେକ ପ୍ରକାର ପୀଡ଼ାଜାତ ଯୁକ୍ତ ରହୁଛି। ମେଷ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣ ସଫଳତା ହାସଲ କରିବାର ପୂର୍ଣ୍ଣ ଯୋଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବାର ଉତ୍ତମ ଯୋଗ ରହୁଛି। ତତ୍ସହିତ ବୃଷ ରାଶି ବ୍ୟକ୍ତି ଆଜି ଯାହାକି ଯୋଉମାନେ ଚାକିରି ସମ୍ବନ୍ଧରେ ଜଡ଼ିତ କାର୍ଯ୍ୟ କରୁଛନ୍ତି, ନିଶ୍ଚିତ ଉତ୍ସାହ ଆନନ୍ଦିତ ଦେଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ର ଜଣା ପଡେ। ତେଣୁ ବୃଷ ରାଶି ବ୍ୟକ୍ତି ଯାହାକି ଆପଣ ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡିକ କିଛି ପଦମର୍ଯ୍ୟାଦା ବଢିବା ସହିତ ଆପଣଙ୍କୁ ଆନନ୍ଦିତ ଦେଇପାରେ। ତେବେ ବୃଷ ରାଶି ବ୍ୟକ୍ତି ଆଜି ଯାହାକି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ, ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖା ଦେଇପାରେ। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟରେ ଯାହାକି ଛାତ୍ରଛାତ୍ରୀ ମାନେ ନିଶ୍ଚିତ ସଫଳତା ଅର୍ଜନ କରିବାର ପୂର୍ଣ୍ଣ ଯୁଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଯଦି ବେପାର ବାଣିଜ୍ୟ କରୁଛନ୍ତି, ନିଜକୁ ଯୋଜନା ପ୍ରସ୍ତୁତ କରି ବେପାର ବାଣିଜ୍ୟ କରିଲେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ଯୁଗ ରହୁଛି। ତେବେ ବୃଷ ରାଶି ବ୍ୟକ୍ତି ଆଜି ଯାହାକି ନୂତନ ବେପାର ବାଣିଜ୍ୟ କରିବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ବୃଷ ରାଶି ବ୍ୟକ୍ତି କୌଣସି ନୂତନ ଜାଗାକୁ ବା କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, ତାହା ନିଶ୍ଚିତ ଆପଣଙ୍କୁ ସଫଳତା ପ୍ରଦାନ କରିବାର ଉତ୍ତମ ଯୋଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ଅର୍ଥ ଦେଇଥିବା ବାକିଆ ଅର୍ଥ କିଛି ରିଟର୍ଣ୍ଣ ପାଇପାରନ୍ତି, କିମ୍ବା ଆଜି ଅର୍ଥ ଆପଣ ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ଅସ୍ଥିରତା କରିପାରିବ ନାହିଁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟ ଯାହାକି ସିଦ୍ଧି ଯୁଗ ରହିଛି। ଆଜି ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ମିଥୁନ ରାଶି ବ୍ୟକ୍ତି ସେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ପୂର୍ଣ୍ଣ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଗ୍ରହରେ ଜଣା ପଡୁଛି। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ମିଥୁନ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ଗୁଡିକ ଅତି କ୍ଷଣ ସମୟରେ ସମ୍ପନ୍ନ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ଆଜି ମିଥୁନ ରାଶି ବ୍ୟକ୍ତି ଯୋଉମାନେ ଅଫିସ ଜନିତ କାର୍ଯ୍ୟରେ ଅଛନ୍ତି, ନିଶ୍ଚିତ ଆପଣଙ୍କୁ ଉତ୍ସାହପୂର୍ଣ୍ଣ ଏବଂ କାର୍ଯ୍ୟଶୈଳୀ ଦୃଷ୍ଟି ଆକର୍ଷଣ କରିବ ଅନ୍ୟମାନଙ୍କ ଠାରେ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି ହେବ। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ନିଶ୍ଚିତ ସଫଳତା ପାଇବାର ପୂର୍ଣ୍ଣ ଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ର ଜଣା ପଡୁଛି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି, ନୂତନ ପ୍ରେମ ପାଇଁ ଆଜି କଥାବାର୍ତ୍ତା ପାଇଁ ସମ୍ପୂର୍ଣ୍ଣ ଗ୍ରହମାନେ ଭଲ ଯୋଗରେ ରହିଛନ୍ତି। ତତ୍ସହିତ ବିବାହ ସମ୍ବନ୍ଧ କିଛି କଥାବାର୍ତ୍ତା ମଧ୍ୟ ଆଜି ମିଥୁନ ରାଶି ବ୍ୟକ୍ତି କରିପାରିବେ। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଆଜି ହସ ଖୁସିରେ ଦିନ କଟିବାର ସୁଯୋଗ ଦେଇପାରେ। ଆଜି ମିଥୁନ ରାଶି ବ୍ୟକ୍ତି ବେପାର ବାଣିଜ୍ୟ ଯୋଉମାନେ କରୁଛନ୍ତି ସେମାନଙ୍କ ପାଇଁ ଆଜି ଅନେକ ପ୍ରକାର ଲାଭ ପ୍ରଦାନ କରିବାର ସୁଯୋଗ ଦଉଛି। ତେବେ ମିଥୁନ ରାଶି ବ୍ୟକ୍ତି
ଆଜି ଯାହାକି ନୂତନ ବେପାର ବାଣିଜ୍ୟ କରିବା ପାଇଁ ଗ୍ରହ ମାନେ ଆପଣଙ୍କୁ ଶୁଭଯୋଗ ପରିସ୍ଥିତି ବନଉଛି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ଅର୍ଥ ସଞ୍ଚୟ କରିବାର ମଧ୍ୟ ପୂର୍ଣ୍ଣ ଯୋଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ଆପଣ କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, ସେ କାର୍ଯ୍ୟ ନିଶ୍ଚିତ ସଫଳତା ପ୍ରଦାନ କରିବ, ଯାହା ଆପଣଙ୍କ ଗ୍ରହର ସ୍ଥିତି ଜଣା ପଡୁଛି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ଦେଖାଦେବ ନାହିଁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଯାହାକି ଆପଣ ଚୁଗୁଲଖୋର ଲୋକଙ୍କ ଠାରୁ ଟିକେ ଦୂରତା ଅବଲମ୍ବନ କରନ୍ତୁ। ଏମାନେ ଆପଣଙ୍କ ସାଥିରେ ଯଦି ରହିବେ ବା କିମ୍ବା ଆପଣ ତାଙ୍କ ସାଥିରେ ରହିବେ, ସେମାନେ ଆପଣଙ୍କୁ ଖରାପ ଆଡକୁ ଅଗ୍ରଗତି କରାଇ ନେଇଯିବେ, ଯାହା ପାଇଁ ଆପଣ ବହୁତ ଦ୍ୱନ୍ଦ୍ୱରେ ପଡିବେ, ଆପଣଙ୍କର କ୍ଷତି ହେବ, କାର୍ଯ୍ୟ ବିଫଳତା ଆଡକୁ ଗତି କରିବ, ନିଜର ଯଦି ଦୈନନ୍ଦିନ କାର୍ଯ୍ୟରେ ଏହା ପ୍ରଭାବ ଦେଖାଦେବ। ତେଣୁ ନିଶ୍ଚିତ ଏହା ପ୍ରତି ସାବଧାନ ରୁହନ୍ତୁ। କର୍କଟ ରାଶି ବ୍ୟକ୍ତି ବିଶେଷ କରି ଦୈନନ୍ଦିନ କାର୍ଯ୍ୟରେ କୌଣସି କଥାବାର୍ତ୍ତା ବେଳେ ନିଜକୁ ନିଶ୍ଚିତ ଆତ୍ମସଂଯମତା ସହକାରେ ବ୍ୟବହାର କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ଯାହାକି ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଥିବାରୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ କର୍କଟ ରାଶି ବ୍ୟକ୍ତି ଦୂରତା ଅବଲମ୍ବନ କରନ୍ତୁ। ତେବେ କର୍କଟ ରାଶି ବ୍ୟକ୍ତି ଦୈନନ୍ଦିନ ଯାହାକି ଚାକିରି ସମୟରେ ଯୋଉମାନେ ଜଡିତ ଅଛନ୍ତି, ଆପଣଙ୍କୁ ବିଶେଷ ଫଳଦାୟକ ହୋଇନପାରେ, ବିଭିନ୍ନ ସମସ୍ୟା ଭିତରେ ଗତି କରିବେ, କାର୍ଯ୍ୟ ତ୍ରୁଟି ରହିବ, ଉପରସ୍ଥ କର୍ମଚାରୀ ଅଶାନ୍ତ ଆପଣଙ୍କ ଉପରେ ରହିପାରନ୍ତି। ଆଜି କର୍କଟ ରାଶି ବ୍ୟକ୍ତି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନେ ନିଜେ ଟିକେ ସ୍ଥିରତା ଅବଲମ୍ବନ କରନ୍ତୁ। ତତ୍ସହିତ ଛାତ୍ରଛାତ୍ରୀ ମାନେ ନିଜର ପାଠ ପଢା ପ୍ରତି ସଚେତନ ରୁହନ୍ତୁ, କାରଣ ଆଜି ଅବହେଳା ଯୁକ୍ତ ରହିପାରନ୍ତି। ପାଠ ପଢା ପ୍ରତି ଆପଣଙ୍କର ମାନସିକ ରହିବ ନାହିଁ, ବା ଅର୍ଥାତ ନିଜର ପାଠ ପଢା ଅବହେଳା ଯୁକ୍ତ କରିପାରନ୍ତି, ଏହା ପ୍ରତି ସଚେତନ ରୁହନ୍ତୁ। ତେବେ କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ଯାହାକି ପ୍ରେମ ଦୁନିଆ ପାଇଁ ଆଦୌ ଭଲ ଦିନ ହୋଇନପାରେ। ତତ୍ସହିତ କର୍କଟ ରାଶି ବ୍ୟକ୍ତି ନିଜର ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ କିଛି ମତଭେଦ ଆସିପାରେ, ଏହା ପ୍ରତି ସଚେତନ ରୁହନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଆଶା ଅନୁସାରେ ଲାଭ ପ୍ରାପ୍ତ କରିପାରିବେ ନାହିଁ, ବରଂ କ୍ଷତି ସାମ୍ନା କରିବାକୁ ପଡିପାରେ। ତେବେ ଆଜି ଦୂରଯାତ୍ରା କରୁଥିଲେ ଟିକେ ତାକୁ ନାସ୍ତି କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ হবে। ତେବେ କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟି ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ହାନି ଯୋଗ ରହୁଛି, ତେଣୁ ନିଜର ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ଆଜି ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ମାନସିକ ଚିନ୍ତା ଅଧିକ ଦେଖାଦେବ, ମନରେ କ୍ଳାନ୍ତ ଭାବନା ଆସିବ, କାର୍ଯ୍ୟ ପ୍ରତି ଆଦୌ ଇଚ୍ଛା ରହିବ ନାହିଁ ଏବଂ ମନରେ ବହୁତ ଝଗଡା ପ୍ରତି କଳହ ପ୍ରତି ବେଶୀ ଆକର୍ଷଣ ରହିପାରନ୍ତି। ଶତ୍ରୁ ମାନେ ଆପଣଙ୍କୁ ବିଭିନ୍ନ ପ୍ରକାର ହଇରାଣ କରିପାରନ୍ତି, ତେଣୁ ବିଶେଷ କରି ଆପଣ ଏହା ସବୁ କାର୍ଯ୍ୟ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ। ବିଶେଷ କରି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନେ ବହୁତ ବିରୁଦ୍ଧ ଆବାସ ଆସିପାରେ, ଯାହା ପାଇଁ ପରୋକ୍ଷରେ ଆପଣ କ୍ଷତିରେ ପଡିପାରନ୍ତି, ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ସିଂହ ରାଶି ବ୍ୟକ୍ତି ଆଜି ସିଂହ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ବିଫଳତାଗାମୀ ରହୁଛି। ତତ୍ସହିତ ଚାକିରି ସମ୍ବନ୍ଧରେ ଯୋଉମାନେ ଜଡିତ ଅଛନ୍ତି, ସେମାନେ ନିଜକୁ ଟିକେ ସଂଯମତା କଥାବାର୍ତ୍ତାରେ ଯାହାକି କଣ୍ଟ୍ରୋଲ ଏବଂ ସହଯୋଗ ନ ମିଳିପାରେ ଉପରସ୍ଥ କର୍ମଚାରୀ ବା ଆପଣଙ୍କର ସହକର୍ମୀ, ତେଣୁ ନିଜର କାର୍ଯ୍ୟ ନିଜେ କରନ୍ତୁ, କୌଣସି ସହଯୋଗ ଲୋଡନ୍ତୁ ନାହିଁ। ନ ଲୋଡିଲେ ଆପଣ ବେଶୀ କ୍ଷତିରେ ପଡିବେ ଏବଂ କାର୍ଯ୍ୟ ତ୍ରୁଟି ମଧ୍ୟ ଯୋଗ ରହୁଛି, ଏହା ପ୍ରତି ସାବଧାନ ରହିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢା ପ୍ରତି ଅବହେଳା କରିପାରନ୍ତି। ତେବେ ଆଜି ସିଂହ ରାଶି ବ୍ୟକ୍ତି ଯାହାକି ପ୍ରେମ ଦୁନିଆର ଆଜି ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ଦିନ ନାହିଁ, ନିଜ ଭିତରେ ମନାନ୍ତର ଯୋଗ ବନେଇପାରେ, ତେଣୁ ଏହା ପ୍ରତି ସଚେତନ ରହିବା ସହିତ ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ କିଛି ମନାନ୍ତର ବା ବୈଚାରିକ ମତଭେଦ ଆସିପାରେ। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଆଶା ଅନୁଯାୟୀ ଲାଭ କରିପାରିବେ ନାହିଁ, ବରଂ କ୍ଷତିର ସାମ୍ନା କରିବାକୁ ପଡିବ। ତେଣୁ ବେପାର ବାଣିଜ୍ୟ ଯୋଉମାନେ କରୁଛନ୍ତି ନିଶ୍ଚିତ ସଚେତନ ସହକାରେ କରନ୍ତୁ, ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆଜି ଅର୍ଥ ସଞ୍ଚୟ କରିବା ପାଇଁ ଚେଷ୍ଟା କରନ୍ତୁ, ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆଜି ସିଂହ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟ ପ୍ରତି
निश्चित सचेतन रुहतु कारण आज स्वास्थ्य आपनकर अनेक प्रकार क्षति होबार चांस रहुछि जहाँकि पूर्वर जो पीड़ा जहाँ थी आज द्विगुणित होबार अनेक चांस रहुछि। आज सिंह राशि व्यक्तिंकर भाग्य संख्या रही जहाँकि 2 भाग्य रंग आपण कमला रंग व्यवहार करेंगे और ग्रह मैंने आपको आज 35% साथ दौरान। चलतु जानिबा कन्या राशि व्यक्ति विषय। कन्या राशि व्यक्ति आज किसी शुभ खबर मिलबार पूर्ण युग रहुछि। आज आपण मानसिक स्थिति भल रहिबो, मनरे प्रत्येक कार्य आनंदमय सहकारे करिवे। आज जेकोसी कार्य आपणकर हाथ देवे से संपूर्ण हेबो। तत्सहित पूर्वर अटकी जाइथिबा कन्या राशि व्यक्तिंकर कार्य मध्य संपूर्ण करिवार क्षमता रहिछि। तेणु यहा प्रति निश्चित आपण ध्यान देले आपणकर पूर्वर अटकी जाइथिबा कार्य मध्य सफलतारे परिणत हेबो। तेबे कन्या राशि व्यक्ति दैनंदिन कार्य गुड़िक बहुत सफलता शीर्ष रे पहुंचीबा सहित कार्य कौशल समस्त दृष्टि आकर्षण करि पारे। आज कन्या राशि व्यक्ति जहाँकि आपणकर ऑफिस जनित कार्य रे बहुत आपण सहयोग मिलिबो। सहकर्मी माने आपनको सहायता करबा सहित परिवार वर्ग उपस्थ कर्मचारी प्राय समस्त आपनको सहयोग करिवे एवं प्रशंसार पात्र मध्ये बनि जाई पारंती। कन्या राशि व्यक्तिଙ୍କ भाग्य चक्र जଣା पड़े। तेणु कन्या राशि व्यक्ति आपण जहाँकि राजनीतिक सामाजिक क्षेत्र रे आपणकर पदमर्यादा बढ़िवा सहित आपणकर मान सम्मान मध्ये वृद्धि होबार अनेक चांस रहुछि। आज कन्या राशि व्यक्ति जहाँकि शिक्षार्थी विद्यार्थी मानकर जदि आज इंटरव्यू एग्जाम थिबो सेथिरे निश्चित कृत कार्य करिवार पूर्ण युग रहुछि जहाँ आपणक भाग्य चक्र जଣା पड़छि। आज कन्या राशि व्यक्ति प्रेम दुनिया रे जो माने जड़ित अछंती नूतन प्रेम वार्तालाप करिबा पई आज शुभ युग रहिबा सहित आपण विवाह संबंध किछि कथावार्ता करंतु देखिबे आपणक पई आज सुफल युग रहुछि। तत्सहित जो माने प्रेम संबंध रे जड़ित अछंती सेमानक पई आज मधुर जहाँकि वार्तालाप करिवार सुयोग रहुछि। तेबे परिवार वर्ग बंधु वर्ग सहित आपणकर भल संपर्क रहिबो जहाँ आपणक भाग्य राशि जଣା पड़ुछि। कन्या राशि व्यक्तिଙ୍କ क्षेत्र कन्या राशि व्यक्ति अर्थजनित कारोबार रे आपण अनेक प्रकार लाभ करिबा सहित व्यापार वाणिज्य आपण पूर्ण सफलता पाइबे। आज स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कन्या राशि व्यक्तिଙ୍କର भाग्य संख्या रही जहाँकि 9 भाग्य रंग आपण जहाँकि कमला रंग व्यवहार करेंगे एवं ग्रह माने आपण आज जहाँकि 98% साथ दौरान। एबे चलतु जानिबा तुला राशि व्यक्तिଙ୍କ विषय। तुला राशि व्यक्ति आज समस्त प्रकार भाग्य ग्रह आपणकर शुभ युग परिस्थिति आपनको देखुचंती। तेणु तुला राशि व्यक्ति आज जेकोसी गुरुत्वपूर्ण निष्पत्ति नबा पई ग्रह माने आपनको संपूर्ण सहयोग करूछंती। आज तुला राशि व्यक्ति जहाँकि आपणकर दैनंदिन कार्य गुड़िक अति हस खुशी रे पूर्ण करिवार शुभ युग रहुछि। कार्य गुड़िक पूर्व जदि अटकी जाइथिबो से कार्य संपूर्ण करिवार क्षमता आपणक पाखरे देखा देबा। आज तुला राशि व्यक्ति जहाँकि आपणकर राजनीतिक सामाजिक क्षेत्र रे दक्षता वृद्धि करिवा सहित आपणकर दबदबा बढ़िबो। तेबे तुला राशि व्यक्ति आज जहाँकि आपणकर ऑफिस जनित कार्य रे निश्चित आपणकर कार्य कौशल देखि अन्य माने प्रशंसित आपनको करि पारंती एवं सहयोग करि पारंती। परिवार वर्ग बंधु वर्ग सहकर्मी माने आपण निश्चित निजर कार्य रे आपनको पूर्ण सहयोग करिवे जहाँ आपनको भाग्य चक्र जଣା पड़ि। तेबे तुला राशि व्यक्ति आज जहाँ कि शिक्षार्थी विद्यार्थी मानकर भाग्य ग्रह पूर्ण शुभ युग रहुथिबारो इंटरव्यू एग्जाम दउथिले निश्चित से कृत कार्य करिवार अनेक चांस रहुछि। आज तुला राशि व्यक्ति जहाँ कि आपणकर व्यापार वाणिज्य रे अनेक प्रकार लाभ करिवार पूर्ण युग रहुछि। तेणु व्यापार वाणिज्य निष्पत्ति नबा पई ग्रह माने आपनको संपूर्ण सहयोग करूछन्ते। नूतन व्यापार वाणिज्य निष्पत्ति नबा पई आज जो माने व्यापार वाणिज्य करूथिले अनेक प्रकार लाभ मध्य पाइबार पूर्ण युग रहुछि। आज देइथिबा बाकिया अर्थ किछि फेरी पाइबार चांस रहुछि। आज तुला राशि व्यक्ति जहाँकि अर्थजनित क्षेत्र रे अर्थ मध्य संचय करिवार सुयोग रहुथिबा सहित पूर्वरु करिथिबा परिश्रमर फल आज पाइबार पूर्ण युग रहुछि। आज तुला राशि व्यक्ति आपण जो माने प्रेम संबंध रे जड़ित अछंती सेमानक पई आज मधुर वार्तालाप करिबा पई पूर्ण युग रहिबा सहित आज
नूतन प्रेम सहित जो माने प्रेम जड़ित अच्छा क्षेत्र में आज निश्चित एक भावपूर्ण दिन। आज तुला राशि व्यक्तिंकर जहाँकि स्वास्थ्यगत दृष्टि देखिले आपण संपूर्ण सुस्थ रहिबे। राशि व्यक्तिंकर भाग्य संख्या रही जहाँकि 7, भाग्य रंग आपण बैगणी रंग व्यवहार करि परिबे एवं ग्रह माने आपण आज 98% साथ दउछंती। एबे चलंतु जानिबा बिछा राशि व्यक्ति विषय। बिछा राशि व्यक्ति आज प्रत्येक कार्य आपन को आत्मसंयमत सहकारे करिवार आवश्यकता रही, कारण आपन को आज बहुत कार्य रे निश्चित विरुद्ध आभास आसी पारे। जो माने पूर्व आपन को सहयोग करुथिले से माने आपन को आज विपरीत अर्थात विरोध करि पारंती। तेणु बिछा राशि व्यक्ति प्रत्येक कार्य निजको संयमता जोगी रखी कार्य करले तेबे जाई आपण कार्य रे आगभर होई सफलता आडको अग्रगति करिवे, नहले विभिन्न समस्या रे देई आपण को विफलता सामना करिबा को पड़ी पारे। आज बिछा राशि व्यक्ति दैनंदिन कार्य रे तो त्रुटि देखिबा सहित चाकरी संबंध रे कार्य करुथिबा व्यक्ति माने आज मानसिक स्तर रे हताश कार्य त्रुटि जहा पई उपरस्थ कर्मचारी को जहा कि राग रुषरे आपण शिकार होई पारंती। आज बिछा राशि व्यक्ति राजनीतिक सामाजिक क्षेत्र में आपण स्थिरता अवलंबन करतु, आवश्यक स्थले चुप हुअन्तु, कौनसी निष्पत्ति नियंतु नहीं। तेबे गुरुत्वपूर्ण निष्पत्ति नवा पई आज आपनकर भाग्य ग्रह निम्नगामी रहिबार पूर्ण योग रहउछि। बिछा राशि व्यक्ति आज बिछा राशि व्यक्ति इंटरव्यू एग्जाम टिके जदि आज न देले आपनको पई भलो हेबे, तेबे आज बिछा राशि व्यक्ति पाठ पढ़ा रे अवहेलायुक्त रहि पारंती। तत्सहित बिछा राशि व्यक्ति आज व्यापार वाणिज्य रे आशा अनुसार लाभ करि परिबे नै, विभिन्न प्रकार क्षति मध्य सामना करिबा को पड़ी पारे। तेणु व्यापार वाणिज्य निष्पत्ति ठारो आज दूरता अवलंबन करंतु। तत्सहित आज प्रेम दुनिया रे जो माने जड़ित अछंती बिछा राशि व्यक्ति निश्चित निजको आत्मसंयमता रखंतु, व्यवहार भलो रखंतु, कटु कथा आदु कहंतु नै। जदि आज कटु कथा कहउचंदी ताहा आपनकर संपर्क रे फाट सृष्टि होई पारे। आज बिछा राशि व्यक्ति जहा कि आपनकर स्वास्थ्यगत दृष्टि देखिले आपनकर विभिन्न प्रकार पूर्व जो समस्या थिको आज ताहा पुनरावृत्ति होवार चांस रहुछि। तेणु स्वास्थ्य जो मानकर खराब हुए तेणु आवश्यक स्थले आपन के स्वास्थ्य केमति ठीक रहिबो ताहा प्रति ध्यान देवार आवश्यकता रहिछि। आज बिछा राशि व्यक्तिंकर भाग्य संख्या रहिछि जहा कि 5, भाग्य रंग आपण नील रंग व्यवहार करि परिबे एवं ग्रह माने आपण को आज 98% साथ दउछंती। एबे चलंतु जानिबा धनु राशि व्यक्ति विषय। धनु राशि व्यक्ति आज मानसिक स्तर रे टिके अस्थिरता रहि पारंती, कोनोसी गुरुत्वपूर्ण निष्पत्ति थारु धनु राशि व्यक्ति टिके दूरता अवलंबन करंतु जहा आपन को पई भलो हेबे। तेबे दैनंदिन कार्य रे आज शांति श्रृंखला रे कार्य न होई पारे, विभिन्न प्रकार समस्या दे गति करि पारंती, किंतु कार्य रे आपनकर मानसिक स्थिति स्थिर रखि जदि कार्य करिवे से कार्य निश्चित सफलता करिवार पूर्ण योग आपनकर क्षमता रहुछि। तबे धनु राशि व्यक्ति आज जो माने चाकरी संबंध रे कार्य करूछंती निश्चित सचेतन सहकारे कार्य करंतु। कार्य रे आपनकर किछि बाधा आसी पारे बा त्रुटि होई पारे जहा पई आपण केतेकांश क्षेत्र रे अस्थिरता आडको अग्रगति करि पारंती, किंतु आपण निश्चित सचेतन रहिले कोनोसी आपनकर विफलता हेबो नै। कार्य ठीक समय ठीक अनुसार चलिबो, कार्य चाप मध्य हालुका हेबो। जदि मानसिक स्थिति को भलो रखिबा पई चाहुचंती तेबे टिके प्रवचन सुनंतु, संगीत सुनंतु किबा मंदिर परिदर्शन करंतु, देखिबे आपनकर जो समस्या रहुची निश्चित धनु राशि व्यक्तिंकर समाधान हेबो। तेबे धनु राशि व्यक्ति आज राजनीतिक सामाजिक क्षेत्र रे टिके स्थिरता अवलंबन करंतु जहा आपनको पई भलो हेबे। तेबे जो माने शिक्षार्थी विद्यार्थी माननको पई आज विशेष भलो दिन होई न पारे। आज धनु राशि व्यक्ति जहा कि आपण व्यापार वाणिज्य जो माने करूछंती व्यापार वाणिज्य रे आपण अनेक प्रकार लाभ पाइबार पूर्ण योग रहुछि। तत्सहित आपण किंतु नूतन व्यापार वाणिज्य निष्पत्ति नबा ठारू आज टिके दूरता अवलंबन करंतु। आज धनु राशि व्यक्ति जहा कि आपणकर प्रेम दुनिया रे जो माने जड़ित अछंते टिके मधुर वार्तालाप कथावार्ता करंतु। नूतन प्रेम वार्तालाप करियो पई जो माने इच्छा प्रकट करूछंती आज विशेष भलो दिन होई न पारे आपनको पई। आज धनु राशि व्यक्ति परिवार वर्ग बंधु वर्ग सहित किछि वैचारिक मतभेद आसी पारे, एहा प्रति सचेतन रहिले कोनोसी समस्या रहिबो नै। तेबे आज धनु राशि व्यक्तिंकर स्वास्थ्यगत दृष्टि देखले आपनकर स्वास्थ्य समस्या किछि मात्रा रे आपनको व्यस्त करि पारे। धनु राशि व्यक्तिंकर भाग्य संख्या रहिछि जहा कि 3, भाग्य रंग आपण हलदिया रंग व्यवहार करि परिबे एवं ग्रह माने आपनको आज 70% साथ दउछंती।
ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣ ଧୀରେ ଧୀରେ କରି ସମସ୍ତ କାର୍ଯ୍ୟ ସଫଳତା ଶୀର୍ଷରେ ପହଞ୍ଚିବାର ପୂର୍ଣ୍ଣ ଯୁଗ ଆପଣଙ୍କ ପାଖରେ ଦେଖା ଦଉଛି। ଆଜି ଯାହାକି ମକର ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ଗୁଡିକ ଆଗଭର ସହକାରେ କରିବେ, ମନରେ ବହୁତ ସାହସିକତା ଆସିପାରେ। ତତ୍ସହିତ ଆଜି ମକର ରାଶି ବ୍ୟକ୍ତି ଯାହାକି ଅଫିସ ଜନିତ କାର୍ଯ୍ୟ କ୍ଷେତ୍ରରେ ଯୋଉମାନେ କାର୍ଯ୍ୟ କରୁଛନ୍ତି ଆପଣଙ୍କର କାର୍ଯ୍ୟ ସଫଳତା ଶୀର୍ଷରେ ପହଞ୍ଚିପାରେ। ତତ୍ସହିତ କିନ୍ତୁ ମକର ରାଶି ବ୍ୟକ୍ତି ଆପଣ ସହଯୋଗୀ ବା ଯୋଉମାନେ ଅତି ମିତ୍ର ସେମାନଙ୍କ ଠାରୁ ଟିକେ ଦୂରତା ଅବଲମ୍ବନ କରନ୍ତୁ। ଆପଣଙ୍କ କିଛି ପଟରେ ଯାହାକି ପଛପଟରେ କିଛି ଯୋଜନା ପ୍ରସ୍ତୁତ କରି ଆପଣଙ୍କୁ ଠକେଇବା ପାଇଁ ଚେଷ୍ଟା କରିପାରନ୍ତି ବା ଆପଣଙ୍କୁ ହଇରାଣ କରିବା ପାଇଁ ଚେଷ୍ଟା କରନ୍ତି, ଯାହା ପାଇଁ ଆପଣଙ୍କର କାର୍ଯ୍ୟରେ ତ୍ରୁଟି ଆସିବ। ତେଣୁ ଏହା ପ୍ରତି ମକର ରାଶି ବ୍ୟକ୍ତି ନିଶ୍ଚିତ ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମକର ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପଦମର୍ଯ୍ୟାଦା ବୃଦ୍ଧି କରିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଗ୍ରହ ଆଜି ଶୁଭ ଯୁଗ ପରିସ୍ଥିତିରେ ବନଉଛି। ଆଜି ଯାହାକି ମକର ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ମଧୁର ବାର୍ତ୍ତାଳାପ କରିବା ପାଇଁ ଶୁଭ ଯୁଗ ରହୁଛି, କିନ୍ତୁ ନୂତନ ପ୍ରେମ ପାଇଁ ଆଜି ଆଦୌ ଭଲ ଦିନ ହୋଇ ନପାରେ। ଆଜି ମକର ରାଶି ବ୍ୟକ୍ତି ଯାହାକି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ କିଛି ମନାନ୍ତର ଯୁଗ ରହୁଛି, ବୈଚାରିକ ମତଭେଦ ଆସିପାରେ, ଯାହା ପାଇଁ ଆପଣ ଟିକେ ଅସ୍ଥିରତା ଆଡକୁ ଅଗ୍ରଗତି କରିପାରନ୍ତି। ତେବେ ଆଜି ମକର ରାଶି ବ୍ୟକ୍ତି ଆପଣ ବେପାର ବାଣିଜ୍ୟରେ ଆଶା ଅନୁଯାୟୀ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ଯୁଗ ରହୁଛି। ତତ୍ସହିତ ମକର ରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ଥିଲା ତାହା ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, ସେ କାର୍ଯ୍ୟ ନିଶ୍ଚିତ ଆପଣଙ୍କୁ ସଫଳତା ଦେବ। ଆଜି ମକର ରାଶି ବ୍ୟକ୍ତି ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ଦିନ ହବାର ଯୁଗ ନାହିଁ, କିନ୍ତୁ ବିଶେଷ ଖରାପ ଦିନ ବି ହବ ନାହିଁ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର କାର୍ଯ୍ୟକୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ ହୋଇପାରେ, ଆପଣଙ୍କର କାର୍ଯ୍ୟରେ ଟିକେ ଚାପ ବଢିପାରେ, ଯାହା ପାଇଁ ଆପଣ ବେଶୀ ଦ୍ୱନ୍ଦ୍ୱରେ ରହିପାରନ୍ତି। ତେଣୁ କୁମ୍ଭ ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟକୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ। ଯଦି ମାନସିକ ସ୍ଥିରରେ ଆପଣ ସ୍ଥିରତା ଅବଲମ୍ବନ କରିପାରୁନାହାନ୍ତି, କିଛି ପ୍ରବଚନ ସଙ୍ଗୀତ ଶୁଣନ୍ତୁ, ଯାହା ଆପଣଙ୍କର କାର୍ଯ୍ୟରେ ସ୍ଥିରତା ଆସିବ ଏବଂ ସମସ୍ତ କାର୍ଯ୍ୟ ସଫଳତା ଆଡକୁ ଅଗ୍ରଗତି କରିବ। ତେବେ କୁମ୍ଭ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଯାହାକି କିଛି ଭାଗ୍ୟ ନିମ୍ନଗାମୀ ରହୁଛି, ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଟିକେ ଦୂରତା ଅବଲମ୍ବନ କରିବା ସହିତ ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡିକୁ କିଛି ମାତ୍ରାରେ ତ୍ରୁଟି ବା ଚାପ ବଢିପାରେ, ଯାହା ପାଇଁ ଆପଣ ଅସ୍ଥିରତା ଆଡକୁ ଅଗ୍ରଗତି କରିପାରନ୍ତି। ତେଣୁ କୁମ୍ଭ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରହିବା ସହିତ କୁମ୍ଭ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଧ୍ୟାନ ଦେଇ ସହକାରେ କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ସ୍ଥିରତା ଅବଲମ୍ବନ କରନ୍ତୁ, କୌଣସି ସମସ୍ୟା ହେବ ନାହିଁ। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢା ପ୍ରତି ସଚେତନ ନିହାତି ଆବଶ୍ୟକତା ରହିଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଆପଣଙ୍କର ପ୍ରେମ ଦୁନିଆରେ ବିଶେଷ ଦିନ ଭଲ ହୋଇ ନପାରେ, ମନରେ ଅନେକ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ ଏବଂ ପ୍ରେମ ଦୁନିଆରେ କିଛି ବାଦ ବିବାଦ ବିଚ୍ଛେଦ ଆବାସ ଆସୁଛି। ତେଣୁ ନିଜର ପ୍ରେମ ସମ୍ପର୍କକୁ ଆପଣ ଧ୍ୟାନ ସହକାରେ କଣ୍ଟ୍ରୋଲ କରନ୍ତୁ, ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ଯାହା ଆପଣଙ୍କର ପ୍ରେମ ସମ୍ବନ୍ଧ ଭଲ ରହିବ। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଆଶା ଅନୁଯାୟୀ ଲାଭ କରିପାରିବେ ନାହିଁ, ତେଣୁ ବେପାର ବାଣିଜ୍ୟରେ ନିଶ୍ଚିତ ଯୋଜନା ପ୍ରସ୍ତୁତ କରି ବେପାର ବାଣିଜ୍ୟ କରନ୍ତୁ, ଦେଖିବେ ଆପଣଙ୍କର ଲାଭ ଏବଂ ସଦାବେଳେ କୌଣସି କ୍ଷତି ସାମ୍ନା କରିବାକୁ ପଡିବ ନାହିଁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ, ମାନସିକ ଚିନ୍ତା ଅଶାନ୍ତି ପରିବେଶ ଏବଂ ପୂର୍ବରୁ ଯୋଉ ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ତାହା ଦ୍ୱିଗୁଣିତ ହବାର ଅନେକ ଚାନ୍ସ ରହୁଛି। ତେଣୁ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ କୁମ୍ଭ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 8, ଭାଗ୍ୟ ରଙ୍ଗ ଆପଣ ଗୋଲାପୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ସଫଳତା ଶୀର୍ଷରେ ପହଞ୍ଚିବାର ପୂର୍ଣ୍ଣ କ୍ଷମତା ଆପଣଙ୍କ ପାଖରେ ଦେଖାଦେବ।
ଆଜି ଆପଣଙ୍କର ଭାଗ୍ୟ ଗ୍ରହ ଉତ୍ତମ ଯୁଗ ବନଉଥିବାରୁ ଗ୍ରହମାନେ ଆପଣଙ୍କୁ ଶୁଭ ଯୁଗ ପରିସ୍ଥିତି ଦୃଷ୍ଟିରେ ଦେଖୁଛନ୍ତି। ତେଣୁ ମୀନ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟଗୁଡ଼ିକୁ ନିଶ୍ଚିତ ସଫଳତା ଶୀର୍ଷ ଆକାରରେ ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତତ୍ସହିତ ମୀନ ରାଶି ବ୍ୟକ୍ତି ଆଜି ଅଫିସ ଜନିତ କାର୍ଯ୍ୟ କ୍ଷେତ୍ରରେ ନିଶ୍ଚିତ ଆପଣଙ୍କ କାର୍ଯ୍ୟକୌଶଳ ଦୃଷ୍ଟି ଆକର୍ଷଣ କରିପାରେ। ଉପରସ୍ଥ କର୍ମଚାରୀ ଆପଣଙ୍କୁ ସହଯୋଗ କରିପାରନ୍ତି, ପ୍ରଶଂସାର ପାତ୍ର ବନି ଯାଇପାରନ୍ତି। ବିଶେଷ କରି ମୀନ ରାଶି ବ୍ୟକ୍ତି କିଛି ପଦୋନ୍ନତି ବା କିଛି ପଦୋନ୍ନତିର ସୂଚନା ଆପଣ ପ୍ରାପ୍ତ କରିପାରନ୍ତି। ଆଜି ମୀନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବ ଏବଂ ଦବଦବା ବଢିବ। ଆଜି ମୀନ ରାଶି ବ୍ୟକ୍ତି ଯୋଉମାନେ ଇଣ୍ଟରଭ୍ୟୁ ଏକ୍ଜାମ ଦବା ପାଇଁ ଇଚ୍ଛୁକ ରହିଛନ୍ତି ବା ଦବା ପାଇଁ ଯାଇଛନ୍ତି ସେମାନଙ୍କ ପାଇଁ ଆଜି ନିଶ୍ଚିତ ଆପଣଙ୍କର ଭାଗ୍ୟ ଗ୍ରହ ଶୁଭ ଫଳ ଯୁଗ ପରିସ୍ଥିତି ବନଉଥିବାରୁ ଆପଣ ସେଥିରେ କୃତ କାର୍ଯ୍ୟ କରିପାରନ୍ତି। ଆଜି ମୀନ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଆପଣଙ୍କ ପାଇଁ ଆଜି ବିଶେଷ ଭଲ ଦିନ ହୋଇ ନପାରେ। ଅନେକ ପ୍ରକାର ସମସ୍ୟା କଳହ ଯୁକ୍ତିତର୍କ ହୋଇପାରେ। ବିଶେଷ କରି ଯାହାକି ମୀନ ରାଶି ବ୍ୟକ୍ତି ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳହ ଝଗଡା ଅଧିକ ଦେଖାଦେବାର ଚାନ୍ସ ରହୁଛି। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଆଶା ଅନୁଯାୟୀ ଲାଭ ନିଶ୍ଚିତ କରିବେ ଏବଂ ଆଜି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ନୂତନ ବେପାର ବାଣିଜ୍ୟ କ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ତତ୍ସହିତ ମୀନ ରାଶି ବ୍ୟକ୍ତି ଆଜି ଅର୍ଥ ମଧ୍ୟ ସଞ୍ଚୟ କରିବାର ଯୁଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ଥିଲା ଆଜି ନିଶ୍ଚିତ ତାହା ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ଯାହାକି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଓଁ ବିଷ୍ଣବେ ନମଃ। ନମସ୍କାର।